मुख्यमंत्री मोहन माझीଙ୍କର ବଡ଼ ଘୋଷଣା। ଏବେ ମହିଳାମାନଙ୍କୁ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି। ସୁଭଦ୍ରାର ପ୍ରଥମ କିସ୍ତି ମିଳିଥିଲା ସେପ୍ଟେମ୍ବର 17 ତାରିଖରେ। ଏବେ ଦ୍ୱିତୀୟ କିସ୍ତି ପାଇଁ ଲୋକମାନଙ୍କ ମନରେ ଯେତିକି ଉତ୍ସାହ ରହିଛି ସେତିକି ମଧ୍ୟ ଡର ରହିଛି। କାରଣ ପ୍ରଥମ କିସ୍ତିରେ ଯେଉଁମାନେ 5,000 ଟଙ୍କା ପାଇଥିଲେ ସେମାନଙ୍କ ମନ ନିହାତି ଭାବରେ ବହୁତ ଖୁସି ଥିଲା ଏବଂ ଯେଉଁମାନେ ପ୍ରଥମ କିସ୍ତିରେ ସେମାନଙ୍କ ପଇସା ପାଇନଥିଲେ ସେମାନେ ନିହାତି ଭାବରେ ତାଙ୍କ ମନରେ ସନ୍ଦେହ ଆଣିଥିଲେ କି ତାଙ୍କ ପଇସା ଆସିବ ନା ଆସିବନି। ତ ଏଇ ଦ୍ୱିତୀୟ ପର୍ଯ୍ୟାୟରେ ଆପଣ କିଭଳି ଭାବରେ ଆପଣଙ୍କ ସୁଭଦ୍ରା ଟଙ୍କାକୁ ପାଇପାରିବେ ତାହା ଜାଣିବା ପାଇଁ ଆପଣ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶା ଡିଟେଲ୍ସରେ ଜଡ଼ିତ ରୁହନ୍ତୁ। ମହିଳାମାନଙ୍କର ସମସ୍ୟାର ସମାଧାନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା ଉଦ୍ଘାଟନ କରିଥିଲେ ସୁଭଦ୍ରାର କଲ୍ ସେଣ୍ଟର। ସୁଭଦ୍ରା ଯୋଜନାରେ କୌଣସି ପ୍ରକାର ସମସ୍ୟା ହେଲେ ଆପଣ ଟୋଲ୍ ଫ୍ରି ନମ୍ବର 1467 କଲ୍ କରି ସମସ୍ତ ପ୍ରକାରର ସମସ୍ୟାର ସମାଧାନ ପାଇପାରିବେ। କଲ୍ ସେଣ୍ଟରରେ ବସିଥିବା ସମସ୍ତ ଅଧିକାରୀ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ସାହାଯ୍ୟ କରିବେ। ତେବେ ଆସନ୍ତୁ ଏହି ସୁଭଦ୍ରା ଯୋଜନା କଲ୍ ସେଣ୍ଟରର ଏକ ରେକର୍ଡିଂ ଶୁଣିବା ଏବଂ ଜାଣିବା ଯେ କିଭଳି ଭାବରେ ଏହା କାର୍ଯ୍ୟକାରୀ କରାଯାଉଛି। नमस्कार सर सुभद्रा हेल्पलाइन को आपको स्वागत। ଆଜ୍ଞା ନମସ୍କାର। तेणुक सुभद्रा योजना संबंधित प्रश्न कहतु मैम। ସୁଭଦ୍ରା ଫର୍ମ କୋଉଠି ମିଳିବ ଆଜ୍ଞା? ଆଜ୍ଞା ମ୍ୟାମ୍ ଆପଣମାନଙ୍କର ଏଟା ଜନସେବା କେନ୍ଦ୍ର ମହାସେବା କେନ୍ଦ୍ର ଆଉ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ଆପଣମାନେ ଏଟା ପାଇପାରିବେ। ଆଉ ତା ସହିତ ଆପଣମାନେ ବ୍ଲକ ମାନଙ୍କରେ ଏଇ ଫର୍ମଟି ଆପଣ ରିସିଭ୍ କରିପାରିବେ। କେମିତି ଆମେ ସେଇ ଫର୍ମଟା ପକେଇବୁ? ଆଜ୍ଞା ମ୍ୟାମ୍ ପ୍ରଥମେ ଆପଣମାନଙ୍କର ତ ସେ ଫର୍ମଟିକୁ ଫିଲ୍ଅପ୍ କରିବାର ଅଛି ଆଧାର ଅନୁଯାୟୀ। ଆଜ୍ଞା ଦେନ୍ ତାପରେ ଆପଣମାନଙ୍କର ସେ ଫର୍ମକୁ ନେଇଯିବେ ଆଉ ଆପଣମାନଙ୍କର ଆଧାର କାର୍ଡ଼ ପାଖରେ ରଖିବେ। ନେଇଯିବେ ଆପଣଙ୍କର ମହାସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର ମାନେ କୌଣସି ବି ମହାସେବା ଜନସେବା କେନ୍ଦ୍ର ମାନଙ୍କରେ ଆପଣ ଆବେଦନ କରିପାରିବେ ମ୍ୟାମ୍। ଠିକ୍ ଅଛି ମ୍ୟାମ୍। ଆଜ୍ଞା ଆବେଦନ ଫାଷ୍ଟ ଫେଜ୍ରେ ଯୋଉ ସମସ୍ତଙ୍କର ପଇସା ଆସିଲା ମୋର ପଇସା ଆସିଲାନି ତ? ଆଜ୍ଞା ମ୍ୟାମ୍ ଏଇଟା ଆପଣମାନଙ୍କର ଯୋଉ କୁହାହେଇଥିଲା ପ୍ରତ୍ୟେକ ଆପଣମାନଙ୍କର ଅସୁବିଧା ପାଇଁ ଦୁଃଖିତ ମ୍ୟାମ୍। ତ ଆପଣମାନଙ୍କର ଯୋଉ ପ୍ରତ୍ୟେକ ହିତାଧିକାରୀଙ୍କୁ କୁହାଯାଇଥିଲା କି ଆପଣମାନଙ୍କର ଆଧାର କାର୍ଡ଼ ସହିତ କୌଣସି ଏକ ବ୍ୟାଙ୍କ ପାସବୁକ୍ ଇକ୍ୱାଇସି ସିଡିଂ କରିବେ ଆଉ ତା ସହିତ ସେ ପାସବୁକ୍ରେ ଡିବିଟି ପ୍ରୋସେସ୍ କରିଦେବେ। କରିଦେଇଛନ୍ତି ମ୍ୟାମ୍? ହଁ କରିଦେଇଥିଲି କିନ୍ତୁ ମୋର ଟଙ୍କାଟେ ବି ଆସିନି ମୋର। ଯୋଉ ଟଙ୍କାଟା ଆସିଲା ସମସ୍ତଙ୍କର ସେଇ ଟଙ୍କାଟା ଆସିନି କି ପଇସା ବି ଆସିଲାନି ଫାଷ୍ଟ ଫେଜ୍ରେ। ଏବେ ଯୋଉ ସେକେଣ୍ଡ ଫେଜ୍ ପଇସା ଦିଆହବ ମୋର ଆସିବ? ଆଜ୍ଞା ମ୍ୟାମ୍ ଆପଣ ଯଦି ଇକ୍ୱାଇସି ସିଡିଂ କରିଦେଇଛନ୍ତି ତା ସହିତ ଡିବିଟି କରିଦେଇଛନ୍ତି ଦେନ୍ ଆପଣମାନଙ୍କ ନିହାତି ସେ ସୁବିଧାଟି ଦିଆଯିବ। ଠିକ୍ ଅଛି ମ୍ୟାମ୍। ହଁ ଠିକ୍ ଅଛି। ଆଜ୍ଞା ମ୍ୟାମ୍। ସେକେଣ୍ଡ ଫେଜ୍ର ପଇସାଟା କେବେ ଆସିବ କହିପାରିବେ? ଆଜ୍ଞା ମ୍ୟାମ୍ ଏଇଟା ଆପଣମାନଙ୍କର କଣ୍ଟିନ୍ୟୁ କିଛି ନା କିଛି ହିତାଧିକାରୀଙ୍କ ଡକୁମେଣ୍ଟଟା ଭେରିଫାଏ ହେଉଛି ଆଉ ପ୍ରତିଦିନ ହିଁ ସେମାନଙ୍କର ସେ ସୁବିଧାଟି ଦିଆଯାଉଛି ମ୍ୟାମ୍। ସେମିତି ଆପଣମାନଙ୍କର ପର୍ଟିକୁଲାର ଡେଟ୍ ରଖାଯାଏନି ଆପଣମାନଙ୍କୁ ପ୍ରତ୍ୟେକ ଦିନ ସେଇଟା ଆପଣମାନଙ୍କୁ ଦିଆଯାଉଛି। ଠିକ୍ ଅଛି ମ୍ୟାମ୍। ଆଜ୍ଞା ଠିକ୍ ଅଛି। ଆଜ୍ଞା ମ୍ୟାମ୍ ସୁଭଦ୍ରା ହେଲ୍ପଲାଇନ୍କୁ କଲ୍ କରିଥିବାରୁ ଧନ୍ୟବାଦ ମ୍ୟାମ୍। ଆଜ୍ଞା ଧନ୍ୟବାଦ।